ଅପରାହ୍ନ। ଆପଣ ଜାଣିଛନ୍ତି ମାଟି ଘରେ ଆପଣ ରହିବେ ଯଦି ଏଇ ଯେଉଁ ଧୁ ଧୁ ଖରା ହେଉଛି, ଯଦି 40 ଡିଗ୍ରୀ ବାହାରେ ଥାଏ, ମାଟି ଘର ଭିତରେ ତାହା 20 ଡିଗ୍ରୀ ଲାଗିବ, 50 ଡିଗ୍ରୀଟା 25 ଡିଗ୍ରୀ ଲାଗିବ, 100 ଡିଗ୍ରୀଟା 50 ଡିଗ୍ରୀ ଲାଗିବ। ତେଣୁ ମୋର ଅନୁରୋଧ, ସହରରେ ଆପଣ ରୁହନ୍ତୁ କି ଗାଁରେ, ଯେତିକି ଜଣ ମେମ୍ବର ଅଛନ୍ତି ସେତିକି ଜଣ ବସିବା ପାଇଁ ଶୋଇବା ପାଇଁ ଗୋଟିଏ ଛୋଟ ରୁମ୍, ମାଟି ଘର, ଚାରିପଟ କାନ୍ଥ ମାଟି, ଉପର ମାଟି ଚାଳ, ତଳ ଫ୍ଲୋର୍ ବି ମାଟି ଗୋଟେ କରନ୍ତୁ। କାରଣ ବୈଜ୍ଞାନିକମାନେ କହିଛନ୍ତି ଆଗାମୀ ବର୍ଷ 2027ରେ ଏଲିନୋର ପ୍ରଭାବ ଏତେ ରହିବ ଯେ ଇତିହାସର ସର୍ବଶ୍ରେଷ୍ଠ ଉତ୍ତପ୍ତ ସହର, ଉତ୍ତପ୍ତ ଦୁନିଆ ହୋଇ ଆସିବ। ତେଣୁ ଆଟଲିଷ୍ଟ ଆମମାନେ ତ ମାଟି ଘରଟେ କରିକି ନିଜକୁ ବଞ୍ଚାଇ ପାରିବା। ଆଉ କେବେ ବି ମୁଁ କୁହେନି ଯେ ମୋର ଏଇ କ୍ଲିପ୍ଟି ଆପଣ 5 ଜଣଙ୍କୁ ପଠାନ୍ତୁ କି 100 ଜଣଙ୍କୁ ପଠାନ୍ତୁ, ମୁଁ କହେନି। ଯେହେତୁ ଏଇଟା ଜୀବନ ମରଣ ସମସ୍ୟା, ବଞ୍ଚିବା ପାଇଁ ସଂଗ୍ରାମ ଚାଲିଛି, ପରିବେଶ ସହିତ ଆମର ସଂଗ୍ରାମ ଚାଲିଛି, ସେଥିଯୋଗୁଁ ମୁଁ ଅନୁରୋଧ କରୁଛି କିଛି ଲୋକଙ୍କ ପାଖକୁ ପଠାନ୍ତୁ, ଦେଖିବା।